ସମସ୍ତେ କହୁଛନ୍ତି ଯେ ମାଧବଦଳା ଟିକେଟ୍ ପାଇଛି ଭଲ ହେଇଛି। ଜନବିରୋଧୀ ପାଇଁ ସେ ଟିକେଟ୍ ପାଇଲେ ନାହିଁ। ଲୋକଙ୍କ ସହିତ ସେ ସୁସମ୍ପର୍କ ରଖିଲେନି। ଯିଏ ଲୋକ ବି ଗଲେ ସେମାନଙ୍କୁ ବି ଭଲ ବ୍ୟବହାର ରଖିଲେନି। ମାଧବଦଳା ଜଣେ ଯୁବକ, ସିଏ ସ୍ୱର NSCର ବହୁତ ମାନେ ଭଲ ଲୋକ। ସେ ଏଥରକ ସ୍ୱର ମ୍ୟୁନିସିପାଲିଟିରେ ଚେୟାରମ୍ୟାନ୍ ହେଇଥିଲେ। ତେଣୁ ସେ ସବୁବେଳେ ଲୋକଙ୍କ ସୁଖ ଦୁଃଖରେ ରହନ୍ତି। ଯେତେବେଳେ ଯାଇକି ତାଙ୍କ ଘର ପହଞ୍ଚିଲେ ସେ କାହାକୁ ନିରାଶ କରନ୍ତି ନାହିଁ। ଯାହା ହଉ ସେ ହେଉଛି ପାଇଲେ ହେଉଛି ବିଧାୟକ ଟିକେଟ୍। ଆମେ ବହୁତ ଖୁସି ଏବଂ ଆମେ ସମସ୍ତେ ଚେଷ୍ଟା କରିକି ତାଙ୍କୁ ଜିତେଇମୁ ବିଜେଡ଼ି ଦଳରୁ। ସେ ଥିଲେ ହେଉଛି ବିଜେପିର ଥିଲେ। ବିଜେପିରୁ ସେ ମ୍ୟୁନିସିପାଲିଟିର ଚେୟାରମ୍ୟାନ୍ ହେଉଛି ଥିଲେ। ତାପରେ ଇସ୍ତଫା ଦେଲା ପରେ ସେ ବିଜୁ ଜନତା ଦଳରେ ମିଶିକି ଟିକେଟ୍ ପାଇଛନ୍ତି। ଆଉ ସେ ବିଗତ 5 ବର୍ଷ ଭଲ ଥିଲେ। ତାପରେ ଯେତେବେଳେ 19ରୁ ସେକେଣ୍ଡ ଥର ଯେଉଁ ସେ ନିର୍ବାଚନ ହେଲେ ସିଏ ଲୋକ ସମ୍ପର୍କରେ ରଖିଲେନି। ଏକ ଦ୍ୱିତୀୟରେ ଲୋକଙ୍କ ସବୁବେଳେ ଦୁର୍ବ୍ୟବହାର କଲେ। ଆମେମାନେ ବି ତାଙ୍କ ପାଖରେ ଥିଲୁ, କିନ୍ତୁ ଆମେ ତାଙ୍କ ପାଖରୁ 2 ବର୍ଷ ହେଲା ହେଉଛି ଦୂରେଇ ଆସିଛୁ। ତେଣୁ ଜନବିରୋଧୀ ତାଙ୍କର ବହୁତ ଥିଲା। ଆଉ ସେଇଥିପାଇଁ ସେ ଟିକେଟ୍ ପାଇଲେନି। ଆଉ ଭଲ ହେଇଛି, ସମସ୍ତେ ବି ଭଲ କହୁଛନ୍ତି। ଗାଁ ଗହଳିଠୁ ଆରମ୍ଭ କରିକି NSC ସମସ୍ତେ କହୁଛନ୍ତି ଯେ ମାଧବଦଳା ଟିକେଟ୍ ପାଇଛି ଭଲ ହେଇଛି। ସେ ତ ପାଇନାହାନ୍ତି ଟିକେଟ୍। ଆଉ ସେ ତାଙ୍କୁ ତ ସମସ୍ତେ ବିରୋଧ କରୁଥିଲେ। ଆଉ ଜନବିରୋଧୀ ପାଇଁ ସେ ଟିକେଟ୍ ପାଇଲେ ନାହିଁ। ଲୋକଙ୍କ ସହିତ ସେ ସୁସମ୍ପର୍କ ରଖିଲେନି। ଯିଏ ଲୋକ ବି ଗଲେ ସେମାନଙ୍କୁ ବି ଭଲ ବ୍ୟବହାର ରଖିଲେନି। ସେଇଥିପାଇଁ ଲୋକ ତାଙ୍କ ଉପରେ ତିକ୍ତତା ହେଇଯାଇଥିଲେ। ସେ ଚାହୁଁଥିଲେ ନୂତନ ବିଜେଡ଼ିରୁ ଯିଏ ବି ହେଉ ନୂତନ କ୍ୟାଣ୍ଡିଡେଟ୍ ହେଉ। ଯାହା ହଉ ମାଧବଦଳା ପାଇଲେ। କମ୍ ସେ କମ୍ ସେ 30,000 ଭୋଟ୍ରେ ହେଉଛି ଅଧିକ ଲିଡ୍ କରିକି ଯିବେ। 30,000 ପରେ ସେ ଜିତିବେ। କାଲି ଯେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଟିକେଟ୍ ଘୋଷଣା କଲେ ମାଧବଦଳାଙ୍କୁ, ଆମେ ଭାରି ଖୁସି ହେଲୁ ଯେ ମାଧବଦଳା ଟିକେଟ୍ ପାଇଲେ। ଆମେ ବହୁତ ଖୁସି ହେଲୁ ବିଜେଡ଼ିରୁ ଟିକେଟ୍ ପାଇଲେ। ଆପଣ କେବେ ଭାବିଥିଲେ ଯେ ତାଙ୍କୁ ବିଜୁ ଜନତା ଦଳ ଟିକେଟ୍ ପ୍ରଦାନ କରିବେ ବୋଲି? ହଁ, ମୁଁ ଭାବିଥିଲି ଯେ ପରଶୁରାମ ଧଡ଼ାଙ୍କର ଟିକେଟ୍ କଟିବ, ଏଥରକ ମାଧବଦଳା ଟିକେଟ୍ ପାଇବେ। ଯେହେକି ପଶୁଆଇ 2 ବର୍ଷର ୱିନ୍ କରିଥିଲେ, କିନ୍ତୁ ଦଳ ମୁଖ୍ୟମନ୍ତ୍ରୀ ଯେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେତେବେଳେ ଟିକେଟ୍ ଦେବେ ସେତେବେଳେ ସେ କାହାକୁ ଦେବେ, କ'ଣ କରିବେ ସେଇଟା କେହି କହିପାରିବେନି। ସେ ଭାବିଲେ ଏଥରକ ମାଧବଦଳାକୁ ଟିକେଟ୍ ଦେଲେ ଦଳ ୱିନ୍ କରିବ। ଆଚ୍ଛା, ଆଉ ଗୋଟେ କଥା ଯେ ମାଧବଦଳା ବିଜେପିରେ ଥିଲେ, କିନ୍ତୁ ବିଜେପି ଛାଡ଼ିକି ବିଜେଡ଼ିରେ ଯୋଗ ଦେଲେ। ସେ ତ ମାନେ ମ୍ୟୁନିସିପାଲିଟି ଚେୟାରମ୍ୟାନ୍ ବି ଥିଲେ, କାହିଁକି ଆସିଲେ ବିଜେଡ଼ି? ସେମିତି କହିହେବନି, ଦଳ ଭିତରେ ସେମିତି କହିହେବନି। କେତେବେଳେ କିଏ କେଉଁ ଦଳକୁ ଯିବ ସେମିତି କିଛି କହିହେବନି। ମାଧବଦଳା ତ ଆମର ବହୁତ ସ୍ୱପ୍ନ ଥିଲା ଯେ ଧଡ଼ା ଆମର ମାଧବଦଳାଟି ହେଉ ଆମର MLA କ୍ୟାଣ୍ଡିଡେଟ୍ ଯୋଗ୍ୟ। ଆଗରୁ ସେ ଥିଲେ ଆମର ଚେୟାରମ୍ୟାନ୍, ମାନେ NSC ଚେୟାରମ୍ୟାନ୍ର। ତଥାପି ବହୁତ ଲୋକ ତାକୁ ବହୁତ ଭଲ ପାଇଥିଲେ। ସେ ଫାଷ୍ଟ ଥିଲେ ବିଜେଡ଼ିର, ତାପରେ ବିଜେପିର ୱିନ୍ କରିକି ତାମାନେ ଗୋଟେ ନେଲେ ପଦବୀ, ତାପରେ ଚେଞ୍ଜ କରି ଆମର MLA ପାଇଁ ନିଷ୍ପତ୍ତି ନେଇଛନ୍ତି। ଲୋକଙ୍କ ସହିତ କୋଉଭଳି ତାଙ୍କର ସମ୍ପର୍କ ରହିଛି? ଲୋକ ତାଙ୍କୁ ବହୁତ ଭଲ ପାଆନ୍ତି। ଏ ହିସାବରେ ଲୋକ ତାକୁ ବହୁତ ଭଲ ପାଆନ୍ତି। ତାଙ୍କ କାମ ବି ଠିକ୍ ସେ ହିସାବରେ ଯିବା ଆସିବା ଦେଖା ଦେଖି ସବୁ କରନ୍ତି।